ପୁରୁଣା ଡାଏରୀର ଏକ ପୃଷ୍ଠା, ଏକ ସୁନ୍ଦର ହୃଦୟସ୍ପର୍ଶୀ ଏବଂ ମୋଟିଭେସନାଲ ଷ୍ଟୋରିଟିଏ। ତେବେ ଚାଲନ୍ତୁ ଆରମ୍ଭ କରିବା। ବର୍ଷା ଦିନର ଏକ ଶାନ୍ତ ସନ୍ଧ୍ୟା। ବାହାରେ ହାଲୁକା ହାଲୁକା ବର୍ଷା ପଡ଼ୁଥିଲା। ଘର ଭିତରେ ମୁଁ ଏକା। ମା ଚାଲି ଯାଇଥିବାକୁ ଆଜି ଠିକ୍ 1 ବର୍ଷ ପୂରିଲା। କିନ୍ତୁ ଘରଟି ଏଯାଏଁ ତାଙ୍କର ସ୍ମୃତିରେ ଭରିଥିଲା। ସେଇଦିନ ମୁଁ ମା'ଙ୍କ ପୁରୁଣା ସାମଗ୍ରୀ ଗଛାଇବାକୁ ଠିକ୍ କଲି। ଆଲମାରୀ ଖୋଲିବା ସହିତ ପୁରୁଣା କାଗଜ, ଚିଠି, ଫଟୋ ଗୋଟିଏ ପରେ ଗୋଟିଏ ବାହାରିଲା। ସେହି ସବୁ ମଧ୍ୟରେ ତଳେ ଲୁଚିଥିବା ଏକ ଛୋଟ ଡାଏରୀ ମୋ ଆଖିକୁ ପଡ଼ିଲା। ଡାଏରୀଟି ବହୁତ ପୁରୁଣା, କଭର ମେଲା, କଣା ଚିରି ଯାଇଥିଲା। ମନେ ହେଉଥିଲା ସେ ଡାଏରୀ ଅନେକ କଥା ଲୁଚାଇ ରଖିଛି। ହାତରେ ନେଇ ଧୀରେ ଧୀରେ ଖୋଲିଲି। ପ୍ରଥମ କିଛି ପୃଷ୍ଠାରେ ଦୈନନ୍ଦିନ କଥା, ଘର କାମ, ବଜାର, ପରିବାରର ଛୋଟ ଛୋଟ ଘଟଣା। କିନ୍ତୁ ମଝିରେ ଗୋଟିଏ ପୃଷ୍ଠା ଥିଲା ଯାହାକୁ ଦେଖି ମୋ ହୃଦୟ ଅଚାନକ ଭାରୀ ହୋଇଗଲା। ସେହି ପୃଷ୍ଠାଟିର ଶୀର୍ଷକ ଥିଲା ଆଜିର ଦିନ। ଲେଖା ଥିଲା, ଆଜି ମୋ ଜୀବନର ସବୁଠୁ କଷ୍ଟକର ଦିନ। ଘରେ ଖାଇବାକୁ କିଛି ନାହିଁ। ମନରେ ଭୟ, ଆସନ୍ତାକାଲି କ'ଣ ହେବ। କିନ୍ତୁ ମୋ ଶିଶୁର ମୁହଁ ଦେଖି ମୁଁ ଦୁର୍ବଳ ହୋଇପାରିବି ନାହିଁ। ମୋ ଆଖି ଧୂଆଁ ଧୂଆଁ ହୋଇଗଲା। ମୁଁ ସେଦିନକୁ ମନେ କରିବାକୁ ଚେଷ୍ଟା କଲି। ସେ ସମୟରେ ମୁଁ ଛୋଟ ଥିଲି। ମୋତେ ଲାଗୁଥିଲା ଆମ ଘରରେ ସବୁ ଠିକ୍। ମା କେବେ ତାଙ୍କର ଦୁଃଖ ଦେଖାଇ ନଥିଲେ। ସଦା ହସ, ସଦା ଆଶ୍ୱାସନ, ସବୁ ଭଲ ହେଇଯିବ। ଡାଏରୀର ଲେଖା ଆଗକୁ ବଢ଼ୁଥିଲା। ଆଜି ମୁଁ ମୋ ଗହଣା ବିକ୍ରି କରିଦେଲି। ହୃଦୟ କାନ୍ଦୁଥିଲା। କିନ୍ତୁ ମୋ ଶିଶୁର ଭବିଷ୍ୟତ ପାଇଁ ଏହା କରିବାକୁ ପଡ଼ିଲା। ମୁଁ ହତବାକ୍। ସେ ଗହଣା ଗୁଡ଼ିକୁ ମୁଁ ଦେଖିଥିଲି, କିନ୍ତୁ କେବେ ଜାଣିନଥିଲି ସେଗୁଡ଼ିକର ପଛରେ ଏତେ ବଡ଼ ତ୍ୟାଗ ଥିଲା। ପୃଷ୍ଠାର ଶେଷ ଲେଖା ଥିଲା, ହେ ଭଗବାନ, ମୋତେ ଶକ୍ତି ଦିଅ ଯେପରି ମୁଁ ମୋ ଶିଶୁକୁ ଏକ ଭଲ ମଣିଷ କରିପାରିବି। ଡାଏରୀଟି ହାତରେ ଧରି ମୁଁ ଦୀର୍ଘ ସମୟ ଚୁପଚାପ ବସି ରହିଲି। ବାହାରେ ବର୍ଷାର ଶବ୍ଦ, ଭିତରେ ମୋ ହୃଦୟର ଝଡ଼। ମୋ ଜୀବନର ଯେଉଁ ସଫଳତାକୁ ମୁଁ ଆଜି ନିଜର ବୋଲି ଭାବୁଛି, ସେ ସବୁର ମୂଳରେ ଥିଲା ମା'ଙ୍କର ଏହି ନୀରବ ସଂଘର୍ଷ। ଆଗକୁ ଆଉ ଏକ ପୃଷ୍ଠାରେ ଲେଖା ଥିଲା, ମୋ ଶିଶୁ ଆଜି ହସିଲା। ସେହି ହସ ପାଇଁ ମୋ ସମସ୍ତ କଷ୍ଟ ସାର୍ଥକ। ସେହି ଧାଡ଼ିଟି ପଢ଼ି ମୋ ଆଖିରୁ ଲୁହ ଝରିଗଲା। ମୁଁ ବୁଝିଗଲି, ମା'ଙ୍କ ପାଇଁ ସୁଖର ଅର୍ଥ ନିଜକୁ ଭୁଲିଯିବା। ସେଦିନ ପରେ ଡାଏରୀର ସେ ଏକ ପୃଷ୍ଠା ମୋ ଜୀବନର ଆଇନା ହୋଇଗଲା। ଯେତେବେଳେ ମୁଁ ଥକିଯାଏ, ଯେତେବେଳେ ହାର ମାନିବାକୁ ମନ ହୁଏ, ମୁଁ ସେହି ପୃଷ୍ଠାଟିକୁ ମନେ ପକାଏ। ଆଜି ମୁଁ ବୁଝିଛି, ପୁରୁଣା ଡାଏରୀର ସେ ଏକ ପୃଷ୍ଠା କେବଳ ଲେଖା ନୁହେଁ, ସେ ଥିଲା ଏକ ମା'ର ଜୀବନ, ଏକ ତ୍ୟାଗର ଇତିହାସ ଏବଂ ମୋ ପାଇଁ ଏକ ଚିନ୍ତନ ପ୍ରେରଣା। ମୁଁ ଡାଏରୀଟିକୁ ସାବଧାନରେ ବନ୍ଦ କଲି। ମନେ ମନେ କହିଲି, ମା,
ମୁଁ ଚେଷ୍ଟା କରିବି ତୁମ ତ୍ୟାଗକୁ କେବେ ବ୍ୟର୍ଥ ହେବା ଦେବି ନାହିଁ। ବର୍ଷା ଥମି ଯାଇଥିଲା। ଆକାଶରେ ହାଲୁକା ଚନ୍ଦ୍ରାଲୋକ। ମୋ ମନ ଭିତରେ ଶାନ୍ତି ଓ ଆଶାର ଏକ ନୂଆ ପ୍ରଭା। ପୁରୁଣା ଡାଏରୀର ସେ ଏକ ପୃଷ୍ଠା ଆଜି ବି ମୋ ଜୀବନକୁ ଆଲୋକିତ କରୁଛି। ଆଜି ପାଇଁ ରହିଲି। ନମସ୍କାର।